जय जगन्नाथ पिला माने समस्त को स्वागत। मु गोटे गीतटे बोलुची तमे समस्ते शुण एवं कहा विषय से गीतटी कहबो। जेउ देश रे जन्म मोर जहार कोले बढ़ुछि मुहि जननी परी पालुछि जिए सेही मो प्रिय जन्म भूमि। हाँ कहार कोल रे आमे बढ़ुछंती ना जहार कोल रे एठी कहा जाय काहाकू ना हमर मा माटी काहाकू जन्मभूमि आम भारत मातार कोल रे मा माटी रे आमे कोन छोटरू बड़ हिछंती ताहारी कोल रे आमे बढ़िछंती ताहारी जल ताहारी पवन स्पर्श रे आमे कोन छोटरू बड़ हिछंती से होला कोन जन्मभूमि। सेई आम जन्मभूमिर नाम कौन पिला माने ना भारत वर्ष एवं आम देशर नाम कौन भारत। हेले सेई आम जन्मभूमि विषय रे आमे आज कविताटी विषय रे आमे जानिमा। 6 क्लास रो पिला माने तमर नुआ बही आसी जाईजी सेई प्रथम चैप्टर रे अछि कविताटी तार नाम होछि कोन जन्मभूमि। सेई जन्मभूमि कविताटी को इनगा आमे कोन आवृत्ति करबा भलो भाबे बुझिबा। चलो पिला माने समस्ते देखो ना सेही जन्मभूमि कविताटीर कवि हेले किए ना भक्त कवि मधुसूदन राव। भक्त कवि किए भक्त कवि मधुसूदन राव ना कवि परिचय पिला माने सेई जो आमर एई जन्मभूमि कविताटी को किए रचना करछंती भक्त कवि मधुसूदन राव। से केबे जन्म ग्रहण करथिले ना 1835 मसीहारे से जन्म ग्रहण करथिले एवं 1912 मसीहारे से देह त्याग करथिले। भक्त कवि मधुसूदन राव से केउठी जन्म ग्रहण करथिले ना भक्त कवि मधुसूदन राव पुण्यधाम पुरी सहर रे जन्म ग्रहण करथिले। तांकर रचित कोन पद्म प्रभात पृथ्वी प्रति आउ कोन बसंत गाथा आउ कोन उत्कल गाथा आउ निर्वासितर विलाप प्रभृति कविता गुड़िक खूब सरल ओ मनमुग्धकर। एई जन्मभूमि कवितारे से कोन वर्णना करछंती ना कवि जन्म माटीर जसगान करछंती। कोन कवि जन्म माटीर जसगान करछंती। आमर जो मा माटी भारत देश भारत मातार माटी आर भारत माता को से कोन करछंती महानंता विषय रे से एठारे कोन करछंती तार जस से वर्णना करछंती। जानलो पिला माने एरा लिभे दबा पिला पिला माने देखो तापर ऊपर को आमे जिबा। देख कविता टी आमे जीवा प्रथमे गाइबा प्रथमे गीतटी आमे आवृत्ति मु गीतटी कोन करबी आवृत्ति करबी एबो तमे समस्ते सुनो मन से भलो से मन देकी सुनो। तू ही मा जन्म भूमि पवित्र भारत भूमि तोहरी संतान आंधे अटू सरबेम तोर श्री चरणे सेवा पाई मन प्राण देवा गाइबा तोहर नाम आनंद रबेम तो आनंदे होइबा सुखी कांदिबा दुखरे तोर होइण दुखी। कौन कही पिला माने एई जाके देखो आमे बुझिबा।
ଦେଖ, ତୁ ହି ମା ଜନ୍ମଭୂମି ପବିତ୍ର ଭାରତ ଭୂମି, ତୋହରି ସନ୍ତାନ ଆମ୍ଭେ ଅତୁ ସରବେ। ଏଇଠି ଆମର ଜନ୍ମଭୂମି ଭାରତ ମାତାକୁ କୁହାଯାଇଛି ପବିତ୍ର ଭାରତ ଭୂମି। ପବିତ୍ର, ଯେଉଁଠାରେ ଆମେ ଜନ୍ମ ହେଇଛନ୍ତି ସିଏ ହେଲା, କେଉଁଠାରେ ଆମେ ଜନ୍ମ ହେଇଛନ୍ତି ନା ଭାରତ ମାତାର ମା ମାଟି ଉପରେ। ଆମର ଓଡିଶାରେ ଆମେ ଆମର ହେଲା ଓଡିଶା ମାତୃଭୂମି, ଏବଂ ଆମର ଦେଶରେ ଗଲା କଣ ଭାରତ ମାତା। ଭାରତ ମାତାର କୋଳରେ ଆମେ ଜନ୍ମ ହେଇଛନ୍ତି। ଜନ୍ମଭୂମି କହିଲେ କଣ ନା ଯେଉଁଠାରେ ଆମେ ଜନ୍ମ ହୋଇଛନ୍ତି। ସେଇ ଭାରତ ଭୂମି ହେଉଛି କଣ ପବିତ୍ର ଭାରତ ଭୂମି, ପବିତ୍ର ମହାନ। ସେଇ ଭାରତ ଭୂମି ହେଉଛି ମହାନ। ତୋହରି ସନ୍ତାନ ଆମେ ଅଟୁ ସରବେ। ହେ ଭାରତ ମାତା, ତୁମେ ହିଁ ମୋର ଜନ୍ମଭୂମି ଏବଂ ଏହି ପବିତ୍ର ଭାରତ ଭୂମିରେ ଜନ୍ମ ହୋଇ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆମେ ସମସ୍ତେ କଣ, ଆମେ ଭାରତ ମାତାର ସନ୍ତାନ। ଆମେ ସମସ୍ତେ ଏଇ ପୁଣ୍ୟ ଭୂମି ଭାରତ ମାତାର କୋଳରେ ଜନ୍ମ ହେଇ ଆମେ ସମସ୍ତେ ନିଜକୁ ନିଜେ ଆମେ କଣ କରିବା, ଧନ୍ୟ ମନେ କରିବା। ଏଠି କବି କଣ କହୁଛନ୍ତି? କବି କହୁଛନ୍ତି ନା ଭାରତ ମାତାକୁ କହୁଛନ୍ତି, ତାର ଯଶ ଗାନ କରି କହୁଛନ୍ତି, ହେ ହେ ଭାରତ ମାତା, ହେ ପୁଣ୍ୟ ଭୂମି ଭାରତ ମାତା, ତୁ ହିଁ ମୋର ଜନ୍ମଭୂମି ଏବଂ ଏହି ପବିତ୍ର ଭାରତ ଭୂଇଁରେ ଜନ୍ମ ହୋଇ ମୁଁ ନିଜକୁ ଗର୍ବିତ। କିଏ କହୁଛନ୍ତି? ଭକ୍ତ କବି ମଧୁସୂଦନ ରାଓ ସେ କହୁଛନ୍ତି। ଆଉ କଣ କହୁଛନ୍ତି? ତୋର ଶ୍ରୀ ଚରଣେ ସେବା ପାଇ ମନ ପ୍ରାଣ ଦେବା, ଗାଇବା ତୋହର ନାମ ଆନନ୍ଦ ରବେ। ଚରଣ କହିଲେ ପିଲାମାନେ ପାଦ, ଏଠି ମିଶେଇକି କଣ ନା ଚରଣ, ଚରଣ କହିଲେ ପାଦ। ସରବେ, ସରବେ କହିଲେ କଣ ସମସ୍ତେ। ତୋର ଶ୍ରୀ ଚରଣେ ସେବା ପାଇ ମନ ପ୍ରାଣ ଦେବା। ତୁମର ସେବା କରିବା ପାଇଁ ଆମେ ଆମର ମନ ଏବଂ ଜୀବନ କଣ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କରିଦେବୁ। ଭାରତ ମାତାର ସେବା ପାଇଁ ଆମେ କଣ କରିବା, ଆମେ ହୃଦୟର ସହିତ ମନ ପ୍ରାଣ ଦେଇ ଆମ ଜୀବନକୁ ସମର୍ପି ଆମେ ତାର ଆମେ କଣ କରିବା, ସେବା କରିବା। ତୋ ଆନନ୍ଦେ ହୋଇବା ସୁଖୀ, କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ। ନା ଏଠି କବି କଣ କହୁଛନ୍ତି ନା ଭାରତ ମାତାର ଖୁସିରେ ଆମେ ଖୁସି ହେବା ଏବଂ ଦୁଃଖରେ ମଧ୍ୟ ଦୁଃଖୀ ହେବା ବୋଲି କବି କହିଛନ୍ତି। ଆମେ ବହୁତ ଖୁସିରେ ତୁମର ଜୟଗାନ କରିବୁ। କିଏ କହୁଛନ୍ତି? କବି। ତାପରେ ନେକ୍ସଟ ପଦକୁ ଯିବା ପିଲାମାନେ। ଦେଖ ନେକ୍ସଟ କଣ ଦେଇଛି? ଧନ୍ୟ ମହିମା ତୋହର ନାହିଁ ତାର ପଟାନ୍ତର, ମସ୍ତକରେ ହିମାଳୟ ପର୍ବତ ବରମ୍। ଦୁଇ ପାରୁ ସେ ଜଳଧି ବ୍ରହ୍ମପୁତ୍ର ସିନ୍ଧୁ ନଦୀ, ଚରଣରେ ବିରାଜିତ ମହାସାଗର। ବିନ୍ଧ୍ୟଗିରି ବରକଟିରେ ଗଙ୍ଗାଦି କେତେ ନଦୀ ଶୋଭେ ଶରୀରେ। ଏଠି କଣ କହିଛନ୍ତି କବି ନା ଧନ୍ୟ ମହିମା ତୋହର। କାହାର? ନା ଭାରତ ମାତାର। ଧନ୍ୟ ମହିମା ତୋହର ନାହିଁ ତାର ପଟାନ୍ତର। ପଟାନ୍ତର ମାନେ ତୁଳନା। ହେ ଭାରତ ମାତା, ତୋର ଏତେ ଯଶ ଖ୍ୟାତି ଅଛି ଯେ ସୀମା ନାହିଁ, ତୁଳନା ନାହିଁ, ଅତୁଳନୀୟ, ଆମେ ବର୍ଣ୍ଣନା କରିପାରିବା ନାହିଁ। ଧନ୍ୟ ମହିମା ତୋହର ନାହିଁ ତୋର ପଟାନ୍ତର, ମସ୍ତକରେ ହିମାଳୟ ପର୍ବତ ବର। ଏଠି କଣ କହିଛନ୍ତି ନା ମସ୍ତକରେ ହିମାଳୟ ପର୍ବତ ବର। ପିଲାମାନେ ଆମର ଯୋଉ ଅଛି ଭାରତ ଦେଶ, ସେଇ ଭାରତ ଦେଶର ଉତ୍ତରରେ ମସ୍ତକରେ ମସ୍ତକ ମାନେ ଉପରେ, ପୁରା ଉପର ଶୀର୍ଷ ଭାଗଟା ହେଲା କଣ ମସ୍ତକ। ହେଲେ ଆମର ଯୋଉ ଅଛି ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଆମର ଯୋଉ ଭାରତ ମାନଚିତ୍ର ଅଛି
ସେଇ ଭାରତ ମାନଚିତ୍ର ଦେଖିବ ପିଲାମାନେ। ପୂର୍ବରେ ଅଛି କଣ ନା ବଙ୍ଗୋପସାଗର, ପଶ୍ଚିମରେ ଅଛି ଆରବ ସାଗର, ଉତ୍ତରରେ ଅଛି ସୁଉଚ୍ଚ ହିମାଳୟ ପର୍ବତମାଳା ଏବଂ ଦକ୍ଷିଣରେ ଅଛି କଣ ଭାରତ ମହାସାଗର। ଏଠି ମସ୍ତକରେ ହିମାଳୟ ପର୍ବତ, ଉତ୍ତରରେ ଯୋଉ ଶୀର୍ଷ ସ୍ଥାନରେ ଯୋଉ ଅଛି ହିମାଳୟ ପର୍ବତମାଳା, ସେଟା କୁହାଯାଇଛି। କବି କହିଛନ୍ତି ନା ମସ୍ତକରେ ତୋର ଶୋଭା ବର୍ଦ୍ଧନ କରୁଅଛି। ଭାରତ ମାତାର ମସ୍ତକରେ ସେଇ ହିମାଳୟ ପର୍ବତମାଳା କଣ କରୁଛି? ଶୋଭା ବର୍ଦ୍ଧନ କରୁଅଛି, ସୌନ୍ଦର୍ଯ୍ୟ ବର୍ଦ୍ଧନ କରୁଅଛି ଏବଂ ବାହ୍ୟ ଦେଶକୁ ମଧ୍ୟ, ବାହ୍ୟ ଦେଶର ଶତ୍ରୁ ମାନଙ୍କୁ ମଧ୍ୟ ସେ ସହଜରେ ଆମ ଭିତରକୁ, ଭାରତ ଦେଶ ଭିତରକୁ ସେ ପ୍ରବେଶ କରି ଦେଇପାରେ ନାହିଁ। ଏଠି କବି କହିଛନ୍ତି, ଆଉ କଣ କହିଛନ୍ତି ଦେଖିବା। ନା ପିଲାମାନେ କଣ କହିଛନ୍ତି ନା, ହେ ଭାରତ ମାତା ତୁମେ ହିଁ ମୋର ଜନ୍ମଭୂମି ଏବଂ ଏହି ପବିତ୍ର ଭାରତ ଭୂମିରେ ଜନ୍ମ ହୋଇ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆମେ ସମସ୍ତେ ତୁମର ସନ୍ତାନ, ପୁଅ ଝିଅ, ତୁମେ ଆମର ମା। ତୁମର ସେବା କରିବା ପାଇଁ ଆମେ ଆମର ମନ ଏବଂ ଜୀବନ ପ୍ରାଣ ଉତ୍ସର୍ଗ କରିଦେବାକୁ ସବୁବେଳେ ପ୍ରସ୍ତୁତ। ଆମେ ବହୁତ ଖୁସିରେ ତୁମର ଜୟଗାନ କରିବୁ। କିଏ କହୁଛନ୍ତି? କବି କହୁଛନ୍ତି। ଏବଂ ସାରା ବିଶ୍ୱରେ ତୁମର ନାମ ପ୍ରଚାର କରିବୁ। ଯଦି ଆମ ଦେଶର ଉନ୍ନତି ହେବ ତେବେ ଆମେ ଖୁସି ହେବା, ଆଉ ଯଦି ଦେଶ ଉପରେ କୌଣସି ବିପଦ ଆସେ ତେବେ ଆମେ ମଧ୍ୟ ଦୁଃଖ ଅନୁଭବ କରିବା ବୋଲି କବି କହିଛନ୍ତି। ଆଉ ଏଠି କଣ, ଧନ୍ୟ ମହିମା ତୋହର ନାହିଁ ତାର ପଟାନ୍ତର, ମସ୍ତକରେ ହିମାଳୟ ପର୍ବତ ବର। ନା ହେ ଭାରତ ମାତା, ତୋର ଯଶ ଖ୍ୟାତି ଏତେ, ତୋର ମହିମା ଏତେ ଯେ ତାର ଆମେ ତୁଳନା କରିପାରିବୁ ନାହିଁ। ଆଉ ତୋର ମସ୍ତକରେ କଣ ଶୋଭା ପାଉଛି? ନା ହିମାଳୟ ପର୍ବତମାଳା ଶୋଭା ପାଉଅଛି। ଆଉ କଣ କହୁଛନ୍ତି ନା, ଦୁଇ ପାରୁ ସେ ଜଳଧି, ବ୍ରହ୍ମପୁତ୍ର ସିନ୍ଧୁ ନଦୀ, ଚରଣରେ ବିରାଜିତ ମହାସାଗର, ବିନ୍ଧ୍ୟଗିରି ବରକଟିରେ, ଗଙ୍ଗାଦି କେତେ ନଦୀ ଶୋଭେ ସରୀରେ। ଦୁଇ ପାରୁ ସେ ଜଳଧି, ଜଳଧି କହିଲେ କଣ ପିଲାମାନେ? ସମୁଦ୍ର। କଣ? ଦୁଇ ପାରୁ ସେ ଜଳଧି, ଏଠି ଦେଇଛି ଜଳଧି, ଜଳଧି କହିଲେ କଣ? ସମୁଦ୍ର। ଆମର ଯୋଉ ଅଛି ଭାରତ ମାନଚିତ୍ର, ପୂର୍ବରେ ଆଉ ପଶ୍ଚିମରେ, ପୂର୍ବରେ ଅଛି କଣ ଆରବ ସାଗର, ପଶ୍ଚିମରେ ଅଛି କଣ, ପୂର୍ବରେ ସରି ପିଲାମାନେ, ପୂର୍ବରେ ଅଛି କଣ ବଙ୍ଗୋପସାଗର, ପଶ୍ଚିମରେ ଅଛି କଣ ଆରବ ସାଗର। ସେ କହିଛି କଣ ଦୁଇ ପାରୁ ସେ ଜଳଧି, ଉଭୟ ପାର୍ଶ୍ୱରେ, ଆମର ଯୋଉ ଭାରତ ଦେଶର ଉଭୟ ପାର୍ଶ୍ୱରେ ସମୁଦ୍ର ଅଛି, ଜଳଧି କହିଛନ୍ତି କବି। ପୂର୍ବରେ ଅଛି ବଙ୍ଗୋପସାଗର, ପଶ୍ଚିମରେ ଅଛି ଆରବ ସାଗର। ଦୁଇ ପାରୁ ସେ ଜଳଧି, ବ୍ରହ୍ମପୁତ୍ର ସିନ୍ଧୁ ନଦୀ। ଆଉ କଣ ନା ବ୍ରହ୍ମପୁତ୍ର ନଦୀ ଅଛି, ଆଉ କଣ ଅଛି ସିନ୍ଧୁ ନଦୀ। ଆଉ ଚରଣରେ ବିରାଜିତ ମହାସାଗର, ଚରଣରେ ନା ତା ପାଦ ଦେଶରେ, ଚରଣରେ ମାନେ କଣ ପାଦ ଦେଶରେ, ଚରଣରେ ପାଦ ଦେଶରେ ବିରାଜିତ ମହାସାଗର, ବିରାଜମାନ କରିଛନ୍ତି ଭାରତ ମହାସାଗର। ଚରଣରେ ଦକ୍ଷିଣ ଭାଗଟା ତାର ହେଲା ପାଦ ଦେଶ, ସେହି ଜାଗାରେ କିଏ? ଭାରତ ମହାସାଗର କଣ କରୁଛି? ବିରାଜମାନ କରିଛନ୍ତି। କବି କହୁଛନ୍ତି ଏବଂ ସିଏ କଣ କରୁଛନ୍ତି ନା ଚତୁଃପାର୍ଶ୍ୱକୁ ସୌନ୍ଦର୍ଯ୍ୟ ବର୍ଦ୍ଧନ କରୁଛନ୍ତି। ପୂର୍ବରେ ବଙ୍ଗୋପସାଗର, ପଶ୍ଚିମରେ ଆରବ ସାଗର, ଉତ୍ତରରେ ସୁଉଚ୍ଚ ହିମାଳୟ ପର୍ବତମାଳା ଏବଂ କଣ ନା ବ୍ରହ୍ମପୁତ୍ର ସିନ୍ଧୁ ନଦୀ ଏବଂ ପାଦ ଦେଶରେ ଆମର ବିରାଜିତ ହେଇଛନ୍ତି ଚରଣରେ ଭାରତ ମହାସାଗର। ଏଇମାନେ ସବୁ କଣ କରୁଛନ୍ତି? ସୌନ୍ଦର୍ଯ୍ୟ ବର୍ଦ୍ଧନ କରୁଛନ୍ତି। ଆଉ କଣ କବି କହିଛନ୍ତି ନା ବିନ୍ଧ୍ୟଗିରି ବରକଟିରେ, ଗଙ୍ଗାଦି କେତେ ନଦୀ ଶୋଭେ ସରୀରେ। ବିନ୍ଧ୍ୟ ଗିରିବର କଟିରେ, ବିନ୍ଧ୍ୟ ପର୍ବତମାଳା, ଗିରିବର, ଗିରିବର କହିଲେ ପର୍ବତ ରାଜା। କିଏ? ପର୍ବତ ରାଜା। ନା କଟିରେ କହିଲେ ମଧ୍ୟ ଭାଗ ପିଲାମାନେ, ଭାରତ ମାନଚିତ୍ରର ମଧ୍ୟ ଭାଗରେ ଆମର ବିନ୍ଧ୍ୟ ପର୍ବତ ମାଳା କଣ ଶୋଭା ବର୍ଦ୍ଧନ କରୁଅଛି। ଆଉ କଣ
ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ। ଆମର ଭାରତ ଦେଶର ଭାରତ ମା ମାଟି ଉପରେ କେତେ ନଦୀ ତା ଉପରେ ବହି ପୁଣ୍ୟ ନଦୀ ଆମର ଗଙ୍ଗା ନଦୀ ଆହୁରି ବହୁତ ନଦୀ ଗଙ୍ଗା ଯମୁନା ସରସ୍ୱତୀ ବ୍ରହ୍ମପୁତ୍ର ତାପ୍ତି ଗୋଦାବରୀ କୃଷ୍ଣା କାବେରୀ ମହାନଦୀ ଆମ ଓଡିଶାର ବଡ ନଦୀ ମହାନଦୀ କେତେ ଯେ ନଦୀ ବହି ଯାଇଅଛି। ଆମର ମା ମାଟି ଭାରତ ମା ମାଟି ଉପରେ ତାର ଶରୀର ଉପରେ କେତେ ପୁଣ୍ୟ ନଦୀ ମାନେ କଣ କରୁଛନ୍ତି ପ୍ରବାହିତ ହେଉଛନ୍ତି ଏବଂ ସୌନ୍ଦର୍ଯ୍ୟ ବର୍ଦ୍ଧନ କରୁଛନ୍ତି ବୋଲି କବି ଏଠାରେ କହିଛନ୍ତି। ସେଥିପାଇଁ ତାକୁ ତୁଳନା ନାହିଁ ତାର ସୌନ୍ଦର୍ଯ୍ୟକୁ ଅତୁଳନୀୟ ବୋଲି ବର୍ଣ୍ଣନା କରିଛନ୍ତି କବି। କବି କିଏ ହେଲେ ନା କବି ଭକ୍ତ କବି ମଧୁସୂଦନ ରାଓ। ଭକ୍ତ କବି ମଧୁସୂଦନ ରାଓ। ତାପରେ ଦେଖିବା ଚାଲ ପିଲାମାନେ ନେକ୍ସଟ ପଦ୍ୟରେ କଣ ଦେଇଛି ପାରାଗ୍ରାଫରେ ନା ଜନମିଲେ ତୋ କୋଳରେ କେତେ ସୁର ବୀର ନରେ ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ ମହାକବି ବେଦ ବ୍ୟାସ ବାଲ୍ମୀକ କାଳିଦାସ ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ ଚୈତନ୍ୟାଦି ମହାତ୍ମା ଜନେ ପ୍ରଚାରିଲେ ବିଭୁ ନାମ ଆନନ୍ଦ ମନେ। ଏଠି କଣ କବି କହିଛନ୍ତି ନା ଦେଖ ପିଲାମାନେ ଜନମିଲେ ତୋ କୋଳରେ କେତେ ସୁର ବୀରନରେ ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ। ଜନ୍ମିଲେ ମାନେ ଜନ୍ମ ହୋଇଛନ୍ତି ଯେଉଁମାନେ ଜନ୍ମ ହୋଇଥିଲେ ଜନ୍ମ ଆମ ଭାରତ ମା ମାଟି ଉପରେ ଭାରତ ଦେଶରେ ଯେଉଁମାନେ ଜନ୍ମ ହେଇଛନ୍ତି ସେମାନଙ୍କ ବିଷୟରେ କବି କହିଛନ୍ତି କେତେ ସୁର ବୀରନରେ ସୁର ମାନେ କଣ ଶକ୍ତିଶାଳୀ ଆଉ ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ ଆମର କେତେ ଶକ୍ତିଶାଳୀ ଯୋଦ୍ଧା ମହାନ ଆତ୍ମା ମହାନ ଦାନୀ ମହାପୁରୁଷ ମାନେ ଆମ ଭାରତ ମାତାରେ ଯୋଉ ଜନ୍ମ ଗ୍ରହଣ କରିଛନ୍ତି ତାରି ବିଷୟରେ କବି ଏଠାରେ କଣ କରିଛନ୍ତି ବର୍ଣ୍ଣନା କରି କହିଛନ୍ତି। କଣ କହିଛନ୍ତି ନା ଜନମିଲେ ତୋ କୋଳରେ କେତେ ସୁର ବୀରନରେ ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ। ପିଲାମାନେ ରାମଚନ୍ଦ୍ର ଜାଣିଛ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ସେ ତ୍ରେତୟା ଯୁଗରେ ସ୍ଵୟଂ ଭଗବାନ ବିଷ୍ଣୁ ମାତା କୌଶଲ୍ୟାଙ୍କ ଗର୍ଭରେ ଜନ୍ମ ଗ୍ରହଣ କରିଥିଲେ। ମାତା ସୀତାଙ୍କୁ ଉଦ୍ଧାର କରିଥିଲେ ରାବଣକୁ ବଧ କରିକି ତାଙ୍କର ଭାଇ ଲକ୍ଷ୍ମଣ ତମେ ସମସ୍ତେ ଜାଣିଛ ସିଏ ହେଲେ କଣ ମହାନ ଯୋଦ୍ଧା ଏବଂ ମହାନ ଧର୍ମ ପରାୟଣ ରାଜା ଥିଲେ ରାମଚନ୍ଦ୍ର। ଏହି ଆମ ଭାରତ ମା ମାଟି ଉପରେ ସେ ଜନ୍ମ ଗ୍ରହଣ କରିଥିଲେ ରାଜ ପରିବାରରେ। ଏବଂ ଭୀଷ୍ମ ପିତାମହ ଭୀଷ୍ମ ଯିଏକି ଗଙ୍ଗା ପୁତ୍ର ଥିଲେ ସିଏ ନା ତାଙ୍କର ପୂର୍ବ ନାମ କଣ ଥିଲା ଦେବବ୍ରତ ଏବଂ ସେ ପରେ ଭୀଷ୍ମ ପ୍ରତିଜ୍ଞା କରି ସେ ଜୀବନ ସାରା ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରି ଇଚ୍ଛା ମୃତ୍ୟୁ ବର ସେ ପାଇଥିଲେ ବ୍ରହ୍ମଚାରୀ ବ୍ରତ ପାଳନ କରିଥିଲେ। ଏବଂ ପିତାମହ ଭୀଷ୍ମ ଏଇ ମାନେ କଣ ମହାନ ମହାନ ପୁରୁଷ। ଆଉ କିଏ ଦ୍ରୋଣ ଦ୍ରୋଣ କାହାକୁ କହିଛନ୍ତି ଗୁରୁ ଦ୍ରୋଣାଚାର୍ଯ୍ୟ। ପିଲାମାନେ ଗୁରୁ ଦ୍ରୋଣାଚାର୍ଯ୍ୟ ମହାଭାରତ ଯୁଦ୍ଧ ଯେତେବେଳେ ହଉଥିଲା ସେତେବେଳେ ଧର୍ମ ଅଧର୍ମର ଯୁଦ୍ଧ ଚାଲିଥିଲା ଏବଂ ଆମର କୌରବ ବଂଶ ଏବଂ ପାଣ୍ଡବ ବଂଶର ଗୁରୁ ଥିଲେ କିଏ ଗୁରୁ ଦ୍ରୋଣାଚାର୍ଯ୍ୟ। ଆଉ କର୍ଣ୍ଣ କିଏ ପିଲାମାନେ ମହାଦାନୀ କର୍ଣ୍ଣ। ଆଉ ମହାଦାନୀ କର୍ଣ୍ଣ ଆମର ଏହି ପୁଣ୍ୟ ଭୂମି ଭାରତ ମାଟିରେ ଜନ୍ମ ଗ୍ରହଣ କରିଥିଲେ ମହାନ ଦାନୀ ଥିଲେ ସେ ପିଲାମାନେ। ମାତା କୁନ୍ତୀଙ୍କର ସେ ପୁତ୍ର ଥିଲେ ସୂର୍ଯ୍ୟ ପୁତ୍ର ଥିଲେ କର୍ଣ୍ଣ। ସେ
ଯେତେବେଳେ ଯୁଦ୍ଧ ଚାଲିଥିଲା ସେହି ଯୁଦ୍ଧରେ ତାଙ୍କୁ କେହି ବି ପରାସ୍ତ କରିପାରିନଥାନ୍ତେ। ତାଙ୍କୁ ଛଦ୍ମ ବେଶରେ କଣ କଲେ ନା ରାଜା ଇନ୍ଦ୍ର ବ୍ରାହ୍ମଣ ରୂପରେ ଆସି ଛଦ୍ମ ବେଶରେ ତାଙ୍କଠାରୁ ତାଙ୍କର କୁଣ୍ଡଳ କବଚ ସେ କଣ କରିଥିଲେ ନା ଭିକ୍ଷା ମାଗି ସିଏ ତାଙ୍କ ଠାରୁ ଛଡେଇ ନେଇଯାଇଥିଲେ ଏବଂ ସେ ତାଙ୍କ ଜୀବନ ଜାଣିକି ମଧ୍ୟ ସେ ଜାଣିପାରିଥିଲେ ଏବଂ ସେ ତାଙ୍କର ଜୀବନ ସମ୍ପୂର୍ଣ୍ଣ ରୂପେ ଦାନ ଦେଇଥିଲେ। ଆଉ ଅର୍ଜୁନ ଧନୁର୍ଧାରୀ ମହାନ ଯୋଦ୍ଧା ଥିଲେ। ଭଗବାନ ଶ୍ରୀକୃଷ୍ଣଙ୍କର ସେ ଥିଲେ କଣ ଅର୍ଜୁନଙ୍କର ସାରଥୀ ଥିଲେ ଶ୍ରୀକୃଷ୍ଣ। ସେ ମହାନ ଧନୁର୍ଧାରୀ ଯୋଦ୍ଧା ଥିଲେ। କିଏ ଅର୍ଜୁନ ନା ଏଇ ଆମ ଭାରତ ମା ମାଟି ଉପରେ ଜନ୍ମ ଗ୍ରହଣ କରି ଏଇ ମହାନ ଯୋଦ୍ଧା ମହାନ ଆତ୍ମା ମହାନ ପୁରୁଷ ମାନେ ଆମ ଏଇ ପୁଣ୍ୟ ଭୂମି ଭାରତ ମାଟିକୁ କଣ କରିଛନ୍ତି ନା ବିଶ୍ୱରେ ସାରା ପୃଥିବୀରେ କଣ କରିଛନ୍ତି ନା ଯଶ ଖ୍ୟାତି ତାର ଗୁଣ ପ୍ରଚାର କରିଛନ୍ତି ମହାନ କରିଛନ୍ତି। ମହାନତା ଗୁଣକୁ ସେ କଣ କରିଛନ୍ତି ବଢେଇଛନ୍ତି। ଏଠାରେ କବି କହୁଛନ୍ତି ମହାକବି ବେଦ ବ୍ୟାସ ବାଲ୍ମୀଙ୍କ କାଳିଦାସ ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ। ଚୈତନ୍ୟାଦି ମହାତ୍ମା ଜନେ ପ୍ରଚାରିଲେ ସୁନାମ ଆନନ୍ଦ ମନେ। ମହାକବି ବେଦବ୍ୟାସ ବାଲ୍ମୀଙ୍କ କାଳିଦାସ ପିଲାମାନେ ଆମର ଆହୁରି ମଧ୍ୟ ମହାନ ପୁରୁଷ ଆମ ଭାରତ ମା ମାଟି ଉପରେ ଜନ୍ମ ଗ୍ରହଣ କରିଛନ୍ତି। କିଏ ନା ବେଦବ୍ୟାସ ନା ଆମର ନା ଯେ ସେ ଯୋଜନଗନ୍ଧା ଆମର ସତ୍ୟବତୀ ସେ ତାଙ୍କର ଅଛି ଅଲଗା ସ୍ତରୀ ତାଙ୍କର ପୁତ୍ର ପରାଶର ମୁନି ତାଙ୍କର ପୁତ୍ର ହେଲେ କିଏ ବେଦବ୍ୟାସ। ଦ୍ୱିପାୟନ ମଧ୍ୟ ତାଙ୍କୁ କୁହାଯାଏ। ସେ ଦ୍ୱୀପରେ ଜନ୍ମ ଗ୍ରହଣ କରିଥିଲେ ଏବଂ ସେ କଣ କରିଥିଲେ ନା ଆମର ଚତୁର୍ବେଦ ରଚନା କରିଥିଲେ। 4 ବେଦ ଯଜୁର୍ବେଦ ଅଥର୍ବବେଦ ସାମବେଦ ଆମର ଯୋଉ ଅଛି ଚତୁର୍ବେଦ ନା ଆମ ମାନେ ପୃଥିବୀର ସେ ଜ୍ଞାନର ଭଣ୍ଡାର ତାହାର ରଚୟିତା କିଏ ଥିଲେ ନା ବେଦବ୍ୟାସ। ଆଉ ବାଲ୍ମୀଙ୍କ କାଳିଦାସ ବାଲ୍ମୀକି ଋଷି ପିଲାମାନେ ତମେ ଜାଣିଛ ସବୁ ଦସ୍ୟୁ ରତ୍ନାକରରୁ ବାଲ୍ମୀକି ଋଷି ହେଇଥିଲେ। ସେ ରାମାୟଣ ରଚନା କରିଥିଲେ। ରାମାୟଣ ସେ ରଚନା କରିଥିଲେ। ଆଉ ମହାନ କବି ମହାନ ପଣ୍ଡିତ ମଧ୍ୟ କାଳିଦାସ ଆମର ଏହି ଭାରତ ମା ମାଟି ଉପରେ ସେ କଣ କରି ଜନ୍ମ ଗ୍ରହଣ କରି ଧନ୍ୟ କରିଛନ୍ତି। କେତେ ସୁର ବୀର ମହାନ ଆତ୍ମା ମାନେ ଆମ ଭାରତ କୋଳରେ ଜନ୍ମ ଗ୍ରହଣ କରିଛନ୍ତି ବୋଲି କବି ବର୍ଣ୍ଣନା କରୁଛନ୍ତି। ଏଠି କଣ କହିଛନ୍ତି ଜନ୍ମିଲେ ଦେଖ ଜନ୍ମିଲେ ପିଲେ କଣ ନା ଜନ୍ମ ହୋଇଛନ୍ତି। ସୁର କହିଲେ କଣ ନା ଶକ୍ତିଶାଳୀ ବୀରନରେ ମାନେ ସାହସ ବୀରନରେ ବୀର ପୁରୁଷ। ମହାକବି ଶ୍ରେଷ୍ଠ କବି ମହାତ୍ମା ମହାତ୍ମା ମାନେ ମହାପୁରୁଷ ମହାନ ଆତ୍ମା। ଜାଣିଲ ତାର କଠିନ ଶବ୍ଦ ପିଲାମାନେ। ତାପରେ ନେକ୍ସଟ ପାରାକୁ ଯିବା। କେତେ କେତେ ପୁଣ୍ୟବତୀ କେତେ ପତି ବ୍ରତା ସତୀ କେତେ ବୀର ନାରୀ କେତେ ବୀର ଜନନୀ ସମସ୍ତେ ତୋର ଦୁହିତା ପଦ୍ମିନୀ ସାବିତ୍ରୀ ସୀତା ଦୁର୍ଗାବତୀ ଆଦି କେତେ ବୀରର ମଣି ନମଇମା ଭକତି ଭରେ ଅଧମ କ୍ଷମ ସୁତ ତୋ ଚରଣ। କବି ଏଠାରେ କଣ କହିଛନ୍ତି ଆହୁରି ସାହସୀ ନାରୀ ମାନଙ୍କର ପୁଣ୍ୟବତୀ ନାରୀ ମାନଙ୍କର ଚତୁର୍ଥତା ନାରୀ ମାନଙ୍କର ଏହି କବିତାରେ ପ୍ରତିପାଦନ କରିଛନ୍ତି। କିଏ କିଏ ସେ ନା କେତେ କେତେ ପୁଣ୍ୟବତୀ କେତେ ପତି ବ୍ରତା ସତୀ କେତେ ବୀର ନାରୀ କେତେ ବୀର ଜନନୀ ସମସ୍ତେ ତୋର ଦୁହିତା ପଦ୍ମିନୀ ସାବିତ୍ରୀ ସୀତା ଦୁର୍ଗାବତୀ ଆଦି କେତେ ବୀର ରମଣୀ। ଆମ ଦେଶ ଭାରତରେ ଅନେକ ପବିତ୍ର ଚରିତ୍ରର ଏବଂ ଧର୍ମପରାୟଣା ନାରୀ ମାନେ ଜନ୍ମ ଗ୍ରହଣ କରିଛନ୍ତି ପିଲାମାନେ। ସେମାନେ ନିଜର ସଦ୍ଗୁଣ ପାଇଁ ସାରା
ବିଶ୍ୱରେ ପରିଚିତ। ଏହି ମାଟିରେ କେତେ ଯେ ସାହସୀ ନାରୀ ବୀର ନାରୀ ଜନ୍ମଗ୍ରହଣ କରିଅଛନ୍ତି ଏବଂ ଏମିତି ଅନେକ ମା ଅଛନ୍ତି ଯେଉଁମାନେ ଆମ ଦେଶ ପାଇଁ ବୀରପୁତ୍ର ମାନଙ୍କୁ ମଧ୍ୟ ଜନ୍ମ ଦେଇଛନ୍ତି। ଏହି ସମସ୍ତ ମହାନ ନାରୀ ମାନେ ତୁମର ହିଁ କଣ? ଏହି ସମସ୍ତ ମହାନ ନାରୀ ମାନେ ତୁମର ହିଁ କନ୍ୟା ଦୁହିତା। କାହାର? ଏଇ ଭାରତ ମାର। ସେମାନଙ୍କ ମଧ୍ୟରେ ବୀର ହେଉଛନ୍ତି କିଏ? ପଦ୍ମିନୀ, ସାବିତ୍ରୀ, ପତିବ୍ରତା ସାବିତ୍ରୀ, ପଦ୍ମିନୀ ରାଣୀ। ସେ ଆମର ଜଣେ ସୌନ୍ଦର୍ଯ୍ୟ ବହୁତ ସୁନ୍ଦର ଥିଲେ ଏବଂ ବହୁତ ଜ୍ଞାନୀ, ବହୁତ ଚାଲାକ ଏବଂ ବିଚକ୍ଷଣ ବୁଦ୍ଧି ଥିଲେ ଆମର ସେଇ ପଦ୍ମିନୀ ରାଣୀ। ଆଉ ସାବିତ୍ରୀ, ସାବିତ୍ରୀ ସୀତା, ପତିବ୍ରତା ସାବିତ୍ରୀ ପିଲାମାନେ ସବୁ ଜାଣିଛ ନା, ଯମଙ୍କ ପାଖରୁ ତାଙ୍କ ସ୍ୱାମୀକୁ ସିଏ ଫେରେଇ ଆଣିଥିଲେ ତାଙ୍କ ସତୀତ୍ୱ ବଳରେ। ଏବଂ ଆମର ସୀତା ମାତା ଅଗ୍ନି ପରୀକ୍ଷା ଦେଇ ସେ ଆମର ଦୁନିଆକୁ ତାଙ୍କର ସତୀତ୍ୱ ଦେଖାଇ ଦେଇଥିଲେ। ଆମର ସାହସୀ ନାରୀ ଦୁର୍ଗାବତୀ, ଏମିତି ବୀର ରମଣୀ କନ୍ୟା ମାନେ ଆମର ଏଇ ଭାରତ ମା ମାଟିରେ ଜନ୍ମଗ୍ରହଣ କରି ଭାରତର ମହାନତାକୁ କଣ କରିଛନ୍ତି? ବଢାଇଛନ୍ତି। କବି ଏଠାରେ କହୁଛନ୍ତି, ହେ ଭାରତ ମାତା, ମୁଁ ଜଣେ ସାଧାରଣ ବା ଅକ୍ଷମ ମଣିଷ ହେଇପାରେ, କିନ୍ତୁ ମୁଁ ତୁମର ପାଦ ତଳେ ଭକ୍ତିର ସହ ମୁଣ୍ଡ ନୁଆଇଁ ପ୍ରଣାମ କରୁଛି। ଯେଉଁ ଭାରତ ମାତାର କୋଳରେ ଆମର ଜନ୍ମଭୂମି ଭାରତ ବର୍ଷ, ଭାରତ ମାତା କୋଳରେ ଏତେ ଏତେ ମହାନତା ସତତା ପୁଣିଆ ସାବିତ୍ରୀ, ମହାସାବିତ୍ରୀ ସୀତା ମାନେ, ମହାବୀର ରମଣୀ ମାନେ, ନାରୀ ମାନେ ଯୋଉ ଜନ୍ମଗ୍ରହଣ କରିଛନ୍ତି, ସେଇ ମାଟିକୁ ମୋର କୋଟି କୋଟି ପ୍ରଣାମ। ଯେଉଁ ମହାନ ମହାନ ଯୋଦ୍ଧା ଯେପରିକି ରାମଚନ୍ଦ୍ର, ଭୀଷ୍ମ, ଦ୍ରୋଣ, ଅର୍ଜୁନ, ବେଦବ୍ୟାସ, ବାଲ୍ମୀକି, କାଳିଦାସ, ଏଇ ମହାନ ଆତ୍ମା ମହାପୁରୁଷ ମାନେ, ମହାନ ଜ୍ଞାନୀ ମହାଯୋଦ୍ଧା ପୁରୁଷ ମାନେ ଯେଉଁ ମା ମାଟି ଉପରେ ଜନ୍ମଗ୍ରହଣ କରିଛନ୍ତି, ସେଇ ବନ୍ଦନିଆ ଭାରତ ମାତାକୁ ମୁଁ ଜଣେ ଅଧମ ଅକ୍ଷମ କହି କବି ନିଜକୁ କହୁଛନ୍ତି ଏବଂ କୋଟି କୋଟି ପ୍ରଣାମ କରି ସେ କଣ କରୁଛନ୍ତି ନା କହୁଛନ୍ତି, ମୁଁ ତୁମ ପାଦ ତଳେ ଭକ୍ତି ଭରେ ସେ ତାଙ୍କ ମୁଣ୍ଡ ଆପେ ଆପେ ନଇଁ ଯାଉଅଛି। ପିଲାମାନେ କବିତାଟି ବୁଝିଲ, ତାର କଠିନ ଶବ୍ଦ ଅର୍ଥ ଅଛି ମଧ୍ୟ ସବୁ ଜାଣିବ। ଏତିକିରେ ମୁଁ ରହିଲି, ନେକ୍ସଟ ଭିଡିଓ ଦେଖିବା। ଧନ୍ୟବାଦ ପିଲାମାନେ।